ଆପଣ ଜୀବନରେ ସବୁଠୁ ଅଧିକା କାହାକୁ ଭଲ ପାଆନ୍ତି ସୁକ୍ତା ରାଉତରାୟ? ମୋର ଗୋଟେ ବନ୍ଧୁ ଥିଲା, ଇଣ୍ଟିମେଟ୍ ଫ୍ରେଣ୍ଡ, ଶଶଧର ଦାସ, ବାପୁଜୀଙ୍କର ତା ଘର, ତାକୁ ବାବୁଲି ବୋଲି ଡାକନ୍ତି। ସେ ଏବେ ଚାଲିଗଲେ। ସେ ତାକୁ ମୁଁ ଅନ୍ତରରୁ ଭଲ ପାଏ, ସିଏ ବି ମୋତେ ଅନ୍ତରରୁ ଭଲ ପାଏ। ପ୍ରଭୁଙ୍କ ମାନବ ଧନ୍ୟବାଦ ହଉ। ପ୍ରଭୁ କେତେ ଅନୁଗ୍ରହ କଲେ ଆଜି ଆପଣମାନଙ୍କ ସମ୍ମୁଖରେ ପୁନରାର ଭିଡ଼ିଓ ନେଇ ଆସିବା ପାଇଁ ସୁଯୋଗ ଦେଲେ, ସେଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହିତ ମୁଁ ସମସ୍ତ ମୋର ପ୍ରେଜ୍ ଲର୍ଡ ଜଣାଏ। ପ୍ରେଜ୍ ଲର୍ଡ। ଆଜି ଆମେ ଶାସ୍ତ୍ର ପାଠ ପଢ଼ିବା ଦ୍ୱିତୀୟ ସମୟରେ 1 ଅଧ୍ୟାୟ 26 ପଦ। ହେ ମୋର ଭାଇ ଜୋନାଥନ, ମୁଁ ତୁମ୍ଭ ଲାଗି ବ୍ୟାକୁଳିତ ହେଉଅଛି। ତୁମ୍ଭେ ମୋହର ଅତି ତୁଷ୍ଟିଜନକ ଥିଲ। ମୋ ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ, ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଢ଼ିଗଲା। ପ୍ରଭୁ ଏହି ପଠିତ ବାକ୍ୟ ଉପରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଏଇଠି ଦେଖୁଛୁ ଯେ ସାଉଲଙ୍କର ପୁତ୍ର ହେଉଛନ୍ତି ଜୋନାଥନ। ଆଉ ସେ ଜୋନାଥନ କ'ଣ ହେଇଛନ୍ତି, ଏଇଠି ମୃତ୍ୟୁବରଣ କରିଛନ୍ତି। ଯେଉଁ କଥା କି ଦ୍ୱିତୀୟ ସମୟରେ 1 ଅଧ୍ୟାୟ 4 ପଦର ଉଲ୍ଲେଖ ଅଛି। ଆଉ ଯେତେବେଳେ ମୃତ୍ୟୁର ଖବର ଆସିକି ଦାଉଦଙ୍କ ପାଖରେ ପହଞ୍ଚିଲା, ସାଉଲ ବି ମରିଛନ୍ତି ଏବଂ ତାଙ୍କର ପୁତ୍ର ଜୋନାଥନ ବି ମରିଯାଇଛନ୍ତି। ସେ ଖବର ଯେତେବେଳେ ପହଞ୍ଚିଲା, ସେତେବେଳକୁ ଦାଉଦ କହୁଛନ୍ତି ଯେ 26 ପଦରେ 1:26 ଯେ ହେ ମୋର ଭାଇ ଜୋନାଥନ, ମୁଁ ତୁମ ଲାଗି ବ୍ୟାକୁଳ ହେଉଅଛି। ତୁମେ ମୋହର ଅତି ତୁଷ୍ଟିଜନକ ଥିଲ। ମୋ ପ୍ରତି ତୁମର ପ୍ରେମ ଆଶ୍ଚର୍ଯ୍ୟ, ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା। ଏଠି ଦେଖୁଛୁ ସ୍ତ୍ରୀମାନଙ୍କ ପ୍ରେମ ଠାରୁ ବଳିଗଲା। ଏହି ପ୍ରକାର ଭାବରେ କିଏ କାହାକୁ ପ୍ରେମ କରୁଛନ୍ତି। ଆଜି ଆମେ ଇଣ୍ଟରଭ୍ୟୁ ଦେଖୁଛୁ ଯେ ସୁର ଭାଇକୁ ସାମ୍ବାଦିକ ଭାଇ ପଚାରୁଛନ୍ତି କନକ ନ୍ୟୁଜ୍ର ଯେ ଆପଣ କାହାକୁ ଅତି ଅତି ଭଲ ପାଆନ୍ତି। ମୁଁ ଭାବୁଥିଲି ସେ ହଠାତ୍ ତାଙ୍କ ମିସେସ୍ର ନାଁ ଧରିବେ ବୋଲିକି, କିନ୍ତୁ ସେ କହିଲେ ନାଇଁ, ଆଉ ଜଣେ ବ୍ୟକ୍ତି ମୋତେ ବହୁତ ଭଲ ପାଉଥିଲେ। ଠିକ୍ ଏ ପ୍ରକାର ଜଣେ ଜଣେ ବ୍ୟକ୍ତି ଅଛନ୍ତି ଆପଣମାନଙ୍କୁ ହୃଦୟ ସହିତ ଭଲ ପାଆନ୍ତି। ମୁଁ ମୋର ବଡ଼ ଭାଇକୁ ଭଲ ପାଉଥିଲି, ଆଉ ମୋତେ ମଧ୍ୟ ଆଉ ଜଣେ ଭାଇ ଏତେ ଭଲ ପାଆନ୍ତି ଯେ ବର୍ଣ୍ଣନା କରି ହୁଏ ନାହିଁ। ଆଉ ସେ ମୋର ସବୁ କ୍ଷେତ୍ରରେ ଠିଆ ହୁଅନ୍ତି। ଆଉ ଯେତେବେଳେ ମୁଁ ଅସୁବିଧାରେ ପଡ଼େ କିମ୍ବା ଯେତେବେଳେ ମୁଁ କ'ଣ କରିବାକୁ ଯାଏ କିମ୍ବା ମୁଁ କେତେବେଳେ ସମସ୍ୟାର ସମ୍ମୁଖୀନ ପଡ଼ିଥାଏ, ସେତେବେଳେ ମୋ ସାଇଡ଼୍ରେ ଠିଆ ହୁଅନ୍ତି ଏବଂ ମୋତେ ଆଶ୍ୱାସନା ଦିଅନ୍ତି। ଏତେ ତାଙ୍କ ପରିବାରରୁ, ତାଙ୍କ ଜ୍ଞାତି କୁଟୁମ୍ବରୁ, ତାଙ୍କର ଯେତେ ଅଛନ୍ତି ତାଠୁ ମଧ୍ୟ ଅଧିକ ମୋତେ ଭଲ ପାଆନ୍ତି। ବେଳେବେଳେ ମୁଁ ବିରକ୍ତ ହୋଇ ତାକୁ ପ୍ରତ୍ୟେକ ଜାଗାରେ, ପ୍ରାୟ ଜାଗାରେ ମୁଁ ଗାଳି ଗୁଳଜ କରିଦେଇଥାଏ, କିନ୍ତୁ ସେ କେବେ ମୋ ବିରୁଦ୍ଧରେ କେବେ ଯାଆନ୍ତି ନାହିଁ। ଆମେ ତାଙ୍କର ପ୍ରାୟ 4 ଜଣ ତାଙ୍କର ଫାଉଣ୍ଡେସନରୁ ଆମେ ଥିଲୁ, କିନ୍ତୁ ଆରମ୍ଭରୁ ଥିଲୁ। କିନ୍ତୁ କାହାକୁ କି ପ୍ରକାର ପ୍ରେମ କରନ୍ତି, ସ୍ନେହ କରନ୍ତି ମୁଁ ଜାଣେ ନାହିଁ, କିନ୍ତୁ ସେ ମୋତେ ଏତେ ପ୍ରେମ କରନ୍ତି, ତାହାଙ୍କର ପ୍ରେମ ମୁଁ ଭୁଲିପାରେ ନାହିଁ। ଏ ପ୍ରକାର ଭାବରେ ଆମେ ଜାଣୁ ଯେ ଆମ ମଧ୍ୟରେ ବି ଅନେକ ଲୋକମାନଙ୍କର ଚିନ୍ତାଧାରା ଯେ ଝିଅମାନଙ୍କ ପ୍ରେମରୁ ଯେଉଁ ହାରିଗଲା ପରେ କିମ୍ବା ନହେଲେ ସେ ପ୍ରଥମେ ପ୍ରେମ କରିଦେଇଥାଏ, କିନ୍ତୁ ତାଙ୍କର ପରେ ତାଙ୍କର ବାପା ମାଆଙ୍କ କଥା ଶୁଣିକି ଆଉ ଜଣକୁ ଅନ୍ୟ ଜଣକୁ ବିବାହ କରିଦେଇଥାଏ, ତାହେଲେ ଆଉ ମୋର କିଏ ନାହାନ୍ତି ବୋଲିକି ଅନେକ ଲୋକମାନେ ନିଜ ଜୀବନକୁ ହରାଇଛନ୍ତି। କିନ୍ତୁ ଆଜି ମୁଁ ଏଇ ସନ୍ଦେଶ ବା ଏହି ସମାଜ ଦେବାକୁ ଚାହୁଁଅଛି, ଝିଅ ହେଉ କିମ୍ବା ପୁଅ ହେଉ, ଆପଣମାନଙ୍କୁ ପ୍ରେମ କରିବା ପାଇଁ ଆଉ ଜଣେ ଅଛନ୍ତି, ତାହାଙ୍କୁ ଆପଣ ପ୍ରେମ କରିବାକୁ ଶିଖନ୍ତୁ। ଆପଣଙ୍କର ପଥ ପରିଷ୍କାର ହେବ, ଆପଣ ଲକ୍ଷ୍ୟସ୍ଥଳକୁ ପହଞ୍ଚିବେ। ସେଥିପାଇଁ ଜଣେ 1000 ବିବାହ କରିଥିଲେ, 1000 ସ୍ତ୍ରୀକୁ ରଖିକି ଲାଷ୍ଟକୁ ସେ କହୁଛନ୍ତି ମୁଁ ଅଦ୍ୟପି ଆଜି ପର୍ଯ୍ୟନ୍ତ ମୁଁ ଅନୁସନ୍ଧାନ କରୁଅଛି, କିନ୍ତୁ ଏମିତି ଜଣେ ସ୍ତ୍ରୀକୁ ପାଇନାହିଁ। କିନ୍ତୁ 100 ମଧ୍ୟରେ ପୁରୁଷକୁ ପାଇଅଛି, କିନ୍ତୁ ସ୍ତ୍ରୀକୁ ପାଇ ନାହିଁ। ଆମେ ଦେଖୁ ଉପଦେଶକ 7 ଅଧ୍ୟାୟ 28 ପଦରେ କହୁଛନ୍ତି ଯେ ମୋହର ପ୍ରାଣ ଅଦ୍ୟାପି ଅନୁସନ୍ଧାନ କରୁଥାଏ, ମାତ୍ର ମୁଁ ତାହା ପାଇନାହିଁ। 100 ମଧ୍ୟରେ ମୁଁ ଏକ ପୁରୁଷ ପାଇଅଛି, ମାତ୍ର ସେ ସମସ୍ତଙ୍କ ମଧ୍ୟରେ ମୁଁ ଏକ ସ୍ତ୍ରୀ ପାଇ ନାହିଁ। ଜ୍ଞାନୀ ସୋଲୋମନ କହୁଛନ୍ତି ଉପଦେଶକ 7:28 ଯେ ଆଜି ପର୍ଯ୍ୟନ୍ତ ମୁଁ ଅନୁସନ୍ଧାନ କରୁଅଛି, ଅଦ୍ୟପି ଅନୁସନ୍ଧାନ କରୁଅଛି, କିନ୍ତୁ ମୁଁ କ'ଣ ପାଇନାହିଁ,
ଶହ ମଧ୍ୟରେ ପୁରୁଷ ପାଇଅଛି କିନ୍ତୁ ଗୋଟିଏ ସ୍ତ୍ରୀ ପାଇ ନାହିଁ। ସେଥିପାଇଁ ଆପଣମାନେ ଯେ ଫେଲ୍ ହେଇଲି କିମ୍ବା ମୁଁ ସକ୍ସେସ୍ ହେଇପାରିଲିନି ବୋଲିକି ଆପଣମାନେ এই প্রকার আপনার নিষ্পত্তি নিয়ন্তু না। আপনার চালু যে গোটিয়ে জিনিস লক্ষ্য করে চালু সেইটা হচ্ছে যে আপনার পিতা মাতা ভাই ভগ্নী এবং আপনার পরিবার কিংবা আপনার জ্ঞাতি কুটুম্ব কিংবা আপনার ঠার সবু প্রেমিক ব্যক্তি হচ্ছেন যে পরমেশ্বর। সেপাই সে কৌঁচ মতো প্রেম করব সে কোণ পাইব মোর উদ্দেশ্য পাইব। সেপাই আমি দেখু যে হিতোপদেশ 8 অধ্যায় 17 পদ যে যে মতে প্রেম করতে মু সে প্রেম করে পুଣି ଯେଉଁମାନେ ଯତ୍ନରେ ମୋର ଅନ୍ୱେଷଣ କରନ୍ତି ସେ ମାନେ ମୋତେ ପାଇବେ। ସେଥିପାଇଁ ଆମେ ଈଶ୍ୱରଙ୍କୁ ପ୍ରେମ କରିବା ଶିଖୁ। ଈଶ୍ୱର ଆମକୁ ସବୁ କ୍ଷେତ୍ରରେ ବିଜୟ କରନ୍ତି। ସେଥିପାଇଁ ଜହନ 14:21 କହୁଛନ୍ତି ଯେ ମୋର ଆଜ୍ଞା ସବୁ ଗ୍ରହଣ କରି ପାଳନ କରେ ସେଇ ତ ମୋତେ ପ୍ରେମ କରେ ଆଉ ଯେ ମୋତେ ପ୍ରେମ କରେ ମୋର ପିତା ତାହାକୁ ପ୍ରେମ କରିବେ ପୁଣି ମୁଁ ତାହାକୁ ପ୍ରେମ କରିବି ଓ ତାହା ନିକଟରେ ଆପଣାକୁ ପ୍ରକାଶ କରିବି। ସେଥିପାଇଁ ଆମେ ଯଦି ଈଶ୍ୱରଙ୍କୁ ପ୍ରେମ କରିବା ତାହେଲେ ଈଶ୍ୱର ଆମକୁ ଠିକ୍ ସମୟରେ ଆଶୀର୍ବାଦ କରିବେ। ଆମେ ଶାସ୍ତ୍ରପାଠରୁ ଦେଖୁ ଯେ କରନ୍ତି ମଣ୍ଡଳୀକୁ ପ୍ରେରିତ ପାଉଲ ଲେଖୁଛନ୍ତି ପ୍ରଥମ କରନ୍ତି 13 ଅଧ୍ୟାୟ 4 ପଦରୁ 6 ପଦ ପର୍ଯ୍ୟନ୍ତ ଆମେ ପଢ଼ିବା ତାହେଲେ ଆମେ ଏଠି ଉତ୍ତମ ଭାବରେ ସେ ବର୍ଣ୍ଣନା କରି କହିଛନ୍ତି ଯେ ପ୍ରେମ କି ପ୍ରକାର ଆଉ ପ୍ରେମର ଅର୍ଥ କ'ଣ ଏବଂ ପ୍ରେମର ମୁଖ୍ୟ ଜିନିଷ କ'ଣ ଆମେ ଏଠି ଆମେ ଦେଖିବାକୁ ପାଉ। ଆମେ ପଢ଼ିବା ଯେ ପ୍ରେମ ଦୀର୍ଘ ସହିଷ୍ଣୁ, ପ୍ରେମ ହିତଜନକ, ହିଂସା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ଅହଙ୍କାର କରେ ନାହିଁ, ଅନୁଚିତ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ, ଅଧର୍ମରେ ଆନନ୍ଦ କରେ ନାହିଁ କିନ୍ତୁ ସତ୍ୟରେ ଆନନ୍ଦ କରେ। ଏଇଟା ହେଉଛି ପ୍ରେମ ହେଉଛି ଯେ କ'ଣ ସତ୍ୟରେ ଆନନ୍ଦ କରେ। ସେଥିପାଇଁ ଆମେ ଲାଷ୍ଟରେ ଆମେ ଦେଖୁଛୁ ଯେ ସତ୍ୟ ପ୍ରେମର ଆଉ ଗୋଟେ ଲାଗିଥାଏ, ପ୍ରେମରେ ସତ୍ୟଟା ଲାଗିଥାଏ ଆଉ ସେଇଟା ହେଉଛି ହୃଦୟରେ ମାନେ ମନ ପ୍ରାଣ ବା ଆତ୍ମା ଦେଖି ପ୍ରେମ କରିବା ଜାଗାଟା ହେଉଛି କ'ଣ ସତ୍ୟରେ। ସେଥିପାଇଁ 13 ପଦ ଦେଖୁଛୁ ଅତେ ବିଶ୍ୱାସ ଭରସା ପ୍ରେମ ଏହି ତିନି ନିତ୍ୟ ସ୍ଥାୟୀ ଅଟେ ଆଉ ଏମାନଙ୍କ ମଧ୍ୟରେ ପ୍ରେମ ହିଁ ଉତ୍କୃଷ୍ଟ। ଏଇ ବିଶ୍ୱାସ ଭରସା ପ୍ରେମ এই ତିନି ଜଣଙ୍କ ଭିତରେ ଆଉ ଅଧିକ ହେଉଛି ପ୍ରେମଟି। ସେଥିପାଇଁ ଯେତେବେଳେ ପଚାରୁଛନ୍ତି ଯେ ସାମ୍ବାଦିକ ସେତେବେଳେ କହୁଛନ୍ତି ଯେ ମୁଁ ମୋର ଭାଇ ଜଣେ ମୋତେ ଅଧିକ ପ୍ରେମ କରୁଥିଲେ ବା ମୋତେ ଭଲ ପାଉଥିଲେ। ସେଥିପାଇଁ ଆମକୁ ବି ଆମେ ଜାଣିପାରିନଥିବା ଯେ ଆମକୁ କିଏ ଭଲ ପାଉଛନ୍ତି କିନ୍ତୁ ଆମକୁ ବି କିଏ କିଏ ହୃଦୟ ଭଲ ପାଇବା ଲୋକ ଅଛନ୍ତି। ଏମିତିକି ଯେ ପ୍ରକାର ଦାଉଦକୁ ଜନାଥନ ଭଲ ପାଉଥିଲେ ଆଉ ମୋତେ ବି ଆଉ ଜଣେ ଭାଇ ଭଲ ପାଉଛନ୍ତି, ମୁଁ ଯେମିତି ମୋ ବଡ଼ ଭାଇକୁ ଭଲ ପାଉଥିଲି ଏହି ପ୍ରକାର ଭାବରେ କିଏ କାହାକୁ ଭଲ ପାଉଛନ୍ତି। ଏମିତି ବି ପୁରୁଷ ଅଛନ୍ତି ମାନେ ହୃଦୟ ମନ ଦେଇକି ଆଉ ସେମାନେ ଆପଣଙ୍କର ବିପଦ ସମୟରେ ଠିଆ ହୁଅନ୍ତି। ସେଥିପାଇଁ ଆପଣମାନେ ଭାବନ୍ତୁ ନାହିଁ ମୋର କିଏ ସାହା ଭରସା ନାହିଁ, ମୋର କୌଣସି ଲୋକ ନାହାନ୍ତି ଆଉ ଏଇଠି ମୁଁ ସକ୍ସେସ୍ ହେଇପାରିଲି ନାହିଁ ବୋଲିକି ଆପଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସମସ୍ତ ଭାର ଈଶ୍ୱରଙ୍କ ପକାନ୍ତୁ। ଈଶ୍ୱର ଆପଣମାନଙ୍କ ପାଇଁ ଆଶ୍ଚର୍ଯ୍ୟ ଭାବରେ ଭାର ବହନ କରିବେ ଏବଂ ଆପଣ ଈଶ୍ୱରଙ୍କୁ ପ୍ରେମ କରିବା ଶିଖନ୍ତୁ। ଈଶ୍ୱର ଆପଣମାନଙ୍କୁ ସବୁ କ୍ଷେତ୍ରରେ ବିଜୟ କରିବେ। ଏ ଅଳ୍ପ ଶିକ୍ଷା ଉପରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ରହିଲି, ନମସ୍କାର, ପ୍ରେଜ୍ ଦ ଲର୍ଡ।